ଶିକ୍ଷାଟା ହେଉଛି ସମାଜର ମେରୁଦଣ୍ଡ। ଶିକ୍ଷା ବିନା ମଣିଷ ପଶୁ ତୁଲ୍ୟ। ଆଉ ଶିକ୍ଷାର ଯେତେ ବିକାଶ ହେବା ସମାଜର ଏତେ ବିକାଶ ହେବା, ଦେଶର ସେତେ ବିକାଶ ହେବା। ଏଇଟା ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟଟା। ପୂର୍ବ ସରକାର ବି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରିଥିଲେ, ଯେନ୍ଟାକି ଶିକ୍ଷା ଉପରେ ଆପଣ ଦେଖିଥିବେ 5T ସ୍କୁଲ। ଏ ପ୍ରକାର କାର୍ଯ୍ୟକ୍ରମ ମାନେ କୌଣସି ବି ସରକାର ଆସୁ ଯଦି ଶିକ୍ଷା ଉପରେ ଯଦି ଗୁରୁତ୍ୱ ଦେବେ, ସେଟା ନିଶ୍ଚିତ ଭାବେ ଆମମାନଙ୍କ ପାଇଁ ଗୋଟେ ମାର୍ଗଦର୍ଶକ ସାଜିବ ଏବଂ ସମାଜର ଉନ୍ନତି ହେବ ବୋଲି ଆମେ ଆଶା ରଖୁ। ଆଉ ଇ ଯାହା ଆରମ୍ଭ ଆଜି ହେଇଛି ତାଙ୍କୁ କେବଳ ଫଳକରେ ନ ରଖିକିରି ପ୍ରକୃତ ପକ୍ଷରେ ଯାହା ସରକାର ଚାହୁଁଛନ୍ ଏବଂ ଛାତ୍ରଛାତ୍ରୀକି ଉପକୃତ ଦେବେ, ଆମ ସମସ୍ତଙ୍କର ଗୋଟେ କର୍ତ୍ତବ୍ୟ ରହିବାର କଥା। ଆଉ ଯେନ୍ ସ୍ୱପ୍ନଟା ଦେଖିକିରି ଆରମ୍ଭ କରାଯାଇଛି ତାକୁ ଆମେ ସାକାର କରିବାର ମୂଲ୍ୟବୋଧତା ତଥା ସମସ୍ତଙ୍କର ଦାୟିତ୍ୱବୋଧତା ରହିବା। ସାର୍ କ'ଣ କହିବେ, ଗାଁ ଗାଁରେ ଇଂରାଜୀ ବିଦ୍ୟାଳୟ ମାନେ ଖୋଲା ଯାଉଛି? ମୁଁ ଯେତେବେଳେ ବିଧାୟକ ନିର୍ବାଚିତ ହେଲା ପରେ ମୁଁ ଗୋଟେ ଟିମ୍ କରିଥିଲି। ପ୍ରତ୍ୟେକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟଠୁ ଆରମ୍ଭ କରି ହାଇସ୍କୁଲ ପର୍ଯ୍ୟନ୍ତ ଆମେ ଗୋଟେ ବଡ଼ ସର୍ଭେଟେ ନେଇଥିଲୁ ଏବଂ ସେ ସର୍ଭେରେ ଗୋଟେ କଥା ଆମେ ଦେଖବାର୍କେ ପାଇଲୁ ଯେ ପ୍ରତି ସ୍କୁଲରେ ଅବ୍ୟବସ୍ଥା ଅଛି। କେନ୍ ଜାଗାରେ କେନ୍ ସ୍କୁଲରେ ଛାତରୁ ପାଣି ପଡ଼ୁଛି, କେନ୍ ସ୍କୁଲରେ ବାଉଣ୍ଡରୀ ନାଇଁନ, ଇ ପ୍ରକାର ମୁଁ ଜିଲ୍ଲାପାଳ ମହୋଦୟଙ୍କୁ ଲିଖିତ ଭାବରେ ଜଣାଇଥିଲି ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମୁଁ ଲିଖିତ ଭାବରେ ତାଙ୍କୁ ଚିଠି ମାଧ୍ୟମରେ ଆମେ ଦେଇଥିଲୁ। ଆଜି ଓଡ଼ିଶାରେ 118ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ଜରିଆରେ କରୁଛନ୍ତି। ଏ ପରିପ୍ରେକ୍ଷୀରେ ଆମେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର କତରବଗାରେ ଆମେ ଅଛୁ। ଆମର ସମ୍ବଲପୁର ଜିଲ୍ଲାରେ 3ଟି ବିଦ୍ୟାଳୟକୁ ଏ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେ ଭିତରୁ କୁଚିଣ୍ଡାରେ 2ଟି ଏବଂ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ କତରବଗା। ଆମେ ସମସ୍ତେ ବହୁତ ଉତ୍ସାହିତ, ବହୁତ ଖୁସି ଅଛୁ ଯେ ଆମର ବହୁ ପୁରାତନ ସ୍କୁଲ, ଇଏ କତରବଗା ଗୋଟେ ବହୁତ ପୁରାତନ ଅଞ୍ଚଳ, ଇଏ ଗୋଟେ ନିର୍ବାଚନ ମଣ୍ଡଳୀ ନାଁ ଥିଲା। ଏ ଥାନା ମଧ୍ୟ ବହୁତ ପୁରାତନ ଥାନା। ଏ ଅଞ୍ଚଳର ଏଭଳି ଜାଗାକୁ ଚୟନ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ, ଆମର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ନନ୍ଦଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି, ଧନ୍ୟବାଦ ଜଣାଉଛି। ଯାହା ବି ହଉ ଆମର କତରବଗା ସ୍କୁଲକୁ ସେ ଭିତରେ ଅନ୍ତର୍ଭୁକ୍ତ କରିଥିବାରୁ ଏବଂ ଆଗାମୀ ଦିନରେ ଗୋଟେ ଶିକ୍ଷାର ବୈକଳ୍ପିକ ପରିବର୍ତ୍ତନ ହେବାକୁ ଯାଉଛି, ଯୋଉଟାକି ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ। ତେଣୁ ନିଶ୍ଚିତ ଭାବେ ଓଡ଼ିଶାରେ ଯେଉଁ ପ୍ରାଥମିକ ଶିକ୍ଷାର ପରିବର୍ତ୍ତନ ହେଉଛି ସେଥିରେ ଆମ ଅଞ୍ଚଳ ବି ସାମିଲ ହେଉଛି।